ସକାଳୁ ଭୋକ ଲାଗିଲା ବୋଲି ନିଦ ଭାଙ୍ଗିଗଲା। ଆଉ ନିଦ ଭାଙ୍ଗିଲା, ମୁଁ ରୋଷେଇ ଘରେ ଯାଇକି ଆଉଟୁ ପାଉଟୁ ଏଣିତେଣି ଖୋଜିଲା ବେଳକୁ ଏକ ଅପୂର୍ବ ବାସ୍ନାରେ ନାକ ମୋର ସୁଗନ୍ଧିତ ହୋଇଗଲା। ଆଉ ଦେଖିଲା ବେଳକୁ ବୋଉ କ'ଣ କରିଛି ନା ଦହିବରା କରି ସରପ୍ରାଇଜ୍ ଗିଫ୍ଟ ରଖିଛି ସକାଳୁ ସକାଳୁ। ତା ସହ କାକୁଡ଼ି କାଟି ଦେଇଛି, ପିଆଜ କାଟି ଦେଇଛି, ଆଉ ଦହିବରା ମହମହ ହୋଇ ବାସୁଛି। କିନ୍ତୁ ସସ୍ ମନା, ଦହିବରାକୁ ସସ୍ ମନା। ସେଥିପାଇଁ ବୋଉ ପ୍ଲେଟ୍ରେ ବାଢ଼ି ଚାଲିଲା କ'ଣ ନା ଦହିବରା ସବୁ ଏକାଠି କରି ଚାଲିଲା। ତାପରେ ପରେ ଏଇ ଦେଖିପାରୁଥିବା ଆଳୁଦମ, ଧୂଆଁରେ ତ ଆଳୁଦମ ଦେଖାଯାଉନି। ଏପଟେ ବୋଉ ନା ଦହି ପାଣିକୁ ପକାଇଲା। ଯେହେତୁ ଘରେ ଲଙ୍କା କମ୍ ଖାଆନ୍ତି, ଲଙ୍କା କମ୍ ଦିଆଗଲା। ଆଉ ଆଳୁଦମ ତା ଉପରେ ବିଛୁଡ଼ି ହେଇ ପଡ଼ିଲା। ହେ ଦେଖ, ଆଳୁଦମ ପଡ଼ିଲାଣି। ସସ୍ ନା ସସ୍ ତ ମନା ହେଇଛି। ତାପରେ କାକୁଡ଼ି ପକେଇ ଗଲା। କାକୁଡ଼ି ପରେ କ'ଣ ପଡ଼ିବ ନା କାକୁଡ଼ି ପରେ ପିଆଜ ପଡ଼ିବ। କାକୁଡ଼ି ପଡ଼ିଗଲା ପରେ ପିଆଜ ପଡ଼ିବ। ଦେଖ ପିଆଜ ଆସିଗଲା, ପିଆଜ ପଡ଼ିଗଲା। ଏଇ ଦେଖ, ଆରେ ଝୁରି କାହିଁ, ଆରେ ଝୁରି ଆଣ। ଏଇ ଝୁରି ପଡ଼ିଗଲା। ଏ ବୋଉ କହିଦେବେ ଝୁରି ପକାଇଦେଲା। ଝୁରି ନହେଲେ ସ୍ୱାଦ ଆସିବନି ଦହିବରାରେ। ଏବେ ସମ୍ପୂର୍ଣ୍ଣ ପ୍ରସ୍ତୁତ ହେଇଛି ଦହିବରା। ଏବେ ଖାଇଦେବା, କେମିତି ଟେଷ୍ଟ କହିବା। କିନ୍ତୁ ବୋଉ ହାତରେ ତ ସବୁବେଳେ ଭଲ ଲାଗେ। ଆଉ ଏଥିପାଇଁ କ'ଣ ପ୍ରସ୍ତୁତି ବନାଯାଉଛି ମୁଁ ପର ଭିଡ଼ିଓରେ ନେଇକି ଆସିବି। ଆଉ ଯେତେ ଯାହା ଟେଷ୍ଟ ଥାଉ, ମା' ହାତ ରନ୍ଧାର ଟେଷ୍ଟ ଅଲଗା। ସବୁ ପୁଅ ପାଇଁ, ସବୁ ଘର ପାଇଁ। ମା' ଏଇ ଦେଖ ବୋଉ ଦହି ଆଡ଼୍ କରିଦେଲାଣି।